ପିଲାମାନେ ତ ଆଜି ଆମେ ଷ୍ଟାର୍ଟ କରିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ସାଧାରଣ ଜ୍ଞାନ ପାଠ 5। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ମଣିଷ ଶରୀରର ମୁଖ୍ୟ ଅଂଶଟି କ'ଣ? ମସ୍ତିଷ୍କ। ମଣିଷ ଶରୀରରେ ମୋଟ କେତେ ଖଣ୍ଡ ହାଡ଼ ଅଛି? 206। ମଣିଷ ଶରୀରର ସବୁଠାରୁ ବଡ଼ ହାଡ଼ କେଉଁଠି ଅଛି? ଜଙ୍ଘରେ। ପୂର୍ଣ୍ଣ ଶରୀରର ପାଟିରେ ଦାନ୍ତଟି କେତେଟା ଅଛି? 32ଟି। ଆମେ ଖାଦ୍ୟ କାହିଁକି ଖାଇବା? ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଇବା। ଆମେ ଖାଦ୍ୟ କେଉଁଠୁ ପାଉ? ଆମେ ଖାଦ୍ୟ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଠାରୁ ପାଇଥାଉ। ଖାଦ୍ୟରୁ ଆମେ କ'ଣ ପାଉ? ବଳ। ଖାଦ୍ୟ ସାର କେତେ ପ୍ରକାର? 6 ପ୍ରକାର। କେଉଁ ଖାଦ୍ୟ ସାର ଶରୀରକୁ ରୋଗ କବଳରୁ ରକ୍ଷା କରିଥାଏ? ଜୀବସାର। କଅଁଳ ସୂର୍ଯ୍ୟ ଆଲୋକରୁ ଆମେ କେଉଁ ଜୈବସାର ପାଇଥାଉ? ଘ। କେଉଁ ପ୍ରକାର ଖାଦ୍ୟ ଦାନ୍ତ କ୍ଷୟ କରେ? ମିଠା। କଞ୍ଚା ଲଙ୍କାରେ କେଉଁ ଭିଟାମିନ୍ ଅଛି? ଆମର ପ୍ରଧାନ ଖାଦ୍ୟ କ'ଣ? ଭାତ। ତ ଯିବା ଆମେ ଆଜି 2ଟା ପାଠ କଭର କରିବା। ପାଠ 6 ବି ଚାଲନ୍ତୁ ଭିଡ଼ିଓଟିକୁ 6ଟା ବି ଆଜି କରିବା। ତ କ'ଣ ଦେଇଛି 6ରେ ଦେଖିବା? ପ୍ରାଣୀ ଜଗତ। ପାଠ 6। ପ୍ରାଣୀମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ? ମଣିଷ। ଓଡ଼ିଶାର ଜାତୀୟ ପକ୍ଷୀ ଭଦଭଦଳିଆ। ଆକାର ସବୁଠାରୁ କେଉଁ ପଶୁ ବଡ଼? ହାତୀ। କେଉଁ ପଶୁ ଅନୁକରଣ ପ୍ରିୟ? ମାଙ୍କଡ଼। ପେଟ ତଳେ ଥିବା ଥଳିରେ କେଉଁ ପଶୁ ତାର ଛୁଆକୁ ରଖିଥାଏ? କଙ୍ଗାରୁ। ଶବ୍ଦ କରିପାରୁନଥିବା ପ୍ରାଣୀ କିଏ? ଜିରାଫ। ସବୁଠାରୁ ଦ୍ରୁତ ବେଗରେ ଧାଉଁଥିବା ପ୍ରାଣୀଟି କିଏ? ଚିତାବାଘ। କେଉଁ ପଶୁକୁ ହିନ୍ଦୁମାନେ ଗୋମାତା ରୂପେ ପୂଜା କରନ୍ତି? ଅବଭିୟସଲି ଗାଈକୁ ପୂଜା କରନ୍ତି ଆମେ। ତାପରେ ଯା ନେକ୍ସଟ ପେଜରେ କ'ଣ ଦେଇଛି ଚାଲ ଦେଖିବା। 9 ନମ୍ବର କ'ଣ ଦେଇଛି କ୍ୱେଶ୍ଚିନ୍? କେଉଁ ପଶୁ ଘର ଜଗେ? କୁକୁର। କେଉଁ ପଶୁକୁ ମରୁଭୂମିର ଜାହାଜ କୁହାଯାଏ? ଓଟ। ସବୁଠାରୁ ଡେଙ୍ଗା ପ୍ରାଣୀଟି ଓଟ। ବୃହତ୍ତମ ସ୍ଥଳଚର ପ୍ରାଣୀ ହାତୀ। ପୃଥିବୀର ବୃହତ୍ତମ ଉଭୟଚର ପ୍ରାଣୀ ଜଳହାତୀ। ପଙ୍କ ଭିତରେ କିଏ ନିଜର ଖାଦ୍ୟ ସଂଗ୍ରହ କରି ଖାଇଥାଏ? ଘୁଷୁରୀ। ପଶୁମାନଙ୍କ ମଧ୍ୟରେ କିଏ ଚତୁର ବୋଲି କୁହାଯାଏ? ବିଲୁଆ। କେଉଁ ପକ୍ଷୀ କଥା କୁହେ? ଶୁଆସାରି। କେଉଁ ପକ୍ଷୀ ରାତିରେ ବୁଲେ? ପେଚା। କେଉଁ ପକ୍ଷୀ ମେଘ ଦେଖିଲେ ନାଚେ? ମୟୂର। କେଉଁ ପକ୍ଷୀ ମାଂସ ଖାଏ? ଶାଗୁଣା। ନେକ୍ସଟ କ'ଣ ଦେଇଛି ଚାଲ ଦେଖିବା। କେଉଁ ପକ୍ଷୀ ଅଣ୍ଡା ନ ଦେଇ ଛୁଆ ଜନ୍ମ କରେ? ବାଦୁଳି। କେଉଁ ପକ୍ଷୀ ସବୁ ସ୍ଥାନରେ ଦେଖାଯାଆନ୍ତି? କାଉ। କେଉଁ ପକ୍ଷୀ ଲକ୍ଷ୍ମୀଙ୍କ ବାହନ? ପେଚା। କେଉଁ ପକ୍ଷୀ ସରସ୍ୱତୀଙ୍କ ବାହନ? ହଂସ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ସବୁ ଭିଡ଼ିଓର ନୋଟିଫିକେସନ୍ ମିଳିବ।